ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ଆଜି ଆମେ ସାହିତ୍ୟ ଧାରା ବହିର ଆମର ଭାଷା ଏବଂ ଜାତୀୟତା ଦ୍ୱିତୀୟ ଭାଗକୁ ଆଲୋଚନା କରିବା। ପ୍ରଥମ ପାଠରେ ଆମେ ପଢ଼ି ସାରିଛେ ଆମେ ପ୍ରାବନ୍ଧିକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଦ୍ୱାରା ରଚିତ ଏହି ପ୍ରବନ୍ଧ। ଗୋପବନ୍ଧୁ ଦାସ ଜଣେ ଏକାଧାରରେ ଥିଲେ ଜଣେ ପ୍ରାବନ୍ଧିକ, ସାହିତ୍ୟିକ, ଗାଳ୍ପିକ, କଥାକାର ଏବଂ ଓଡ଼ିଶାର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ। ଆସନ୍ତୁ ଆମେ ଆଲୋଚନା କରିବା ଆଜିର ଏହି ପାଠଟିକୁ, ଭାଷା ଏବଂ ଜାତୀୟତା। ପ୍ରଥମେ ଆମେ ଦେଖିବା, ପୂର୍ବ ପାଠରେ ଆମେ ଆଲୋଚନା କରିସାରିଛି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚିତ ଭାଷା ଏବଂ ଜାତୀୟତା। ଏଠାରେ ପୂର୍ବରୁ ଆମେ କ'ଣ ପଢ଼ିଛେ ଆଉ ଥରେ ପୁଣି ଆଲୋଚନା କରିବା। ପୂର୍ବ ପାଠରେ ଆମେ ଆଲୋଚନା କରିଛେ ଉତ୍କଳମଣି ଗୋପବନ୍ଧୁ ଦାସ, ତାଙ୍କର ପିତାଙ୍କ ନାମ ଦୈତାରୀ ଦାସ, ମାତା ସ୍ୱର୍ଣ୍ଣମୟୀ ଦେବୀ। ସେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ 1877 ମସିହା ଅକ୍ଟୋବର 9 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ମୃତ୍ୟୁ 1928 ଜୁନ୍ ମାସର 17 ତାରିଖ ଦିନ ହୋଇଥିଲା। ସେ ଓଡ଼ିଆ ଜାତୀୟବାଦୀ ବୀର ରୂପରେ ମଧ୍ୟ ଜଣାଶୁଣା, ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କର ସାହିତ୍ୟ ସାଧନା ଦେଶବାସୀଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ସହିତ ଜାଗରଣ, ନବଜାଗରଣ ସୃଷ୍ଟି କରିବା ପାଇଁ ଥିଲା ଅଭିପ୍ରେତ ଥିଲା। ସେ ସତ୍ୟବାଦୀ ପତ୍ରିକାର ସମ୍ପାଦନା କରିଥିଲେ ତଥା ସମାଜ ସମ୍ବାଦପତ୍ରର ମାଧ୍ୟମରେ ସେ ଏହି ଦୃଢ଼ ସ୍ୱର ସେ ଉପସ୍ଥାପନ କରିଥିଲେ ଦେଶବାସୀଙ୍କ ଉଦ୍ଦେଶ୍ୟରେ। ସେ ସବୁବେଳେ କହୁଥିଲେ, ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହି ପଡ଼ି ମୋର ମାଂସ ହାଡ଼। ଏହିଭଳି ମହାନ ଚିନ୍ତାଧାରା ତାଙ୍କ ଦ୍ୱାରା ଦେଖା ହେଇଯାଇଥିଲା ତାଙ୍କର କଲମରୁ। ତାପରେ ତାଙ୍କର ଅନେକ ଗୁଡ଼ିଏ ସାହିତ୍ୟ କୃତି ଅଛି, ତନ୍ମଧ୍ୟରୁ ବନ୍ଧୀର ଆତ୍ମକଥା, କାରା କବିତା, ଧର୍ମପଦ ତଥା ଅବକାଶ ଚିନ୍ତା। ଏହି କବିତା ପୁସ୍ତକରେ ସେ ଜାତି ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ପାଇଁ ସେ ଲେଖି ଯାଇଛନ୍ତି। ଏହି ମହାନ ଉଦ୍ବୋଧନମୂଳକ ବାର୍ତ୍ତା ଶୁଣାଇଛନ୍ତି ମହାନ କାବ୍ୟ କବିତା ମାଧ୍ୟମରେ। ତାପରେ ପୂର୍ବ ପାଠରୁ ଆମେ କ'ଣ ଜାଣିଥିଲେ? ପୂର୍ବ ପାଠରେ ଆମେ ଦେଖିଥିଲେ ଜାତୀୟତା ଭାବ ଉଦ୍ରେକରେ ଭାଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ। ଏହି ପ୍ରବନ୍ଧରେ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରତିପାଦନ କରିଛନ୍ତି। ତତ୍କାଳୀନ ପରିବେଶରେ ପ୍ରାବନ୍ଧିକ ଭାଷା ଭିତ୍ତିରେ ଜାତୀୟତା ଗଠନ କରିବା ପାଇଁ ପରାମର୍ଶ ଦେଇ ଏହାକୁ ସେ ରଚନା କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପୂର୍ବରୁ ଭାଷା ଦ୍ୱାରା କେବଳ ଜାତୀୟତା ସମ୍ଭବ ବୋଲି ସେ ଅଭିମତ ପ୍ରଦାନ କରିଥିଲେ। ବିଭିନ୍ନ ଭାଷା ଦ୍ୱାରା ହିଁ ଭିନ୍ନ ଭିନ୍ନ ଭାବ ପ୍ରକାଶ ସହଜ ହୋଇଥାଏ, ବୁଝିବାରେ ସହଜ ହୋଇଥାଏ। ତେଣୁ ଭାଷା ଉପରେ ଗୁରୁତ୍ୱ ଦେଇ ସେ ମନ୍ତବ୍ୟ ପ୍ରକାଶ କରିଥିଲେ। ଏଭଳି ଭାଷା ଦ୍ୱାରା ହିଁ ଜାତୀୟତା ସମ୍ଭବ ବୋଲି ସେ ମନ୍ତବ୍ୟ ପ୍ରକାଶ କରିଥିଲେ। ପ୍ରାବନ୍ଧିକ ସମୟ ଅନୁସାରୀ ଚିନ୍ତା ଅନୁଚିନ୍ତାକୁ ପ୍ରକାଶ କରି ସେ ଲେଖୁଥିଲେ, ସେ ସମସ୍ତେ ଜାତୀୟତା ନିମନ୍ତେ ବ୍ୟାକୁଳ, ମାତ୍ର କେହି କେହି ସମାଧାନର ଯଥାର୍ଥ ଉପାୟ ଚିନ୍ତା କରିପାରୁନାହାନ୍ତି। ଆମେ ପ୍ରଥମ ଭାଗରେ ଆଲୋଚନା କରିଛେ ଭାଷା ଏବଂ ଜାତୀୟତା। ଏହି ପାଠରୁ ଆମେ ଦେଖିଲେ କି ଆଜି ସମସ୍ତେ ଜାତୀୟତା ପାଇଁ ବ୍ୟାକୁଳ ଥିଲେ ସମସ୍ତେ, କିନ୍ତୁ ସମୟ ଅନୁସାରେ ଏହି ଅନୁଚିନ୍ତାକୁ ପ୍ରକାଶ କରିବା ପାଇଁ ସମସ୍ତେ ବ୍ୟାକୁଳ ଥିଲେ। କେହି ତାର ସମାଧାନର ବାଟ ଯଥାର୍ଥରେ ସେମାନେ ନ ପାଇ ଚିନ୍ତା କରିପାରୁଥିଲେ କି କିପରି ଭାବରେ ସମଗ୍ର ଦେଶରେ ଜାତୀୟତା ଭାବ ସୃଷ୍ଟି ହୋଇପାରିବ। ସେମାନଙ୍କର ବିଶ୍ୱାସ ସମୟକ୍ରମେ ଭାରତର ପରାଧୀନତାର ଅବସାନ ଘଟିଛି। ତାପରେ ପରେ ସେମାନେ ସ୍ୱପ୍ନ ଦେଖିଥିବା ସେ ସ୍ୱପ୍ନ ସାକାର ହୋଇଯାଇଛି। ଭାରତ ଯଦି ସେ ସମୟରେ ଥିବା ଆର୍ଯ୍ୟମାନଙ୍କର ମୂଳସୂତ୍ର ଅନୁସରଣ କରିବ, ତାହେଲେ ଯେତେ ଭିନ୍ନତା ଥିଲେ ମଧ୍ୟ ଭାରତରେ ଏକତା ସମ୍ଭବ ପରି ଉତ୍କଳମଣି ନିଜର ପ୍ରବନ୍ଧରେ ଏହି ସତ୍ୟବାଦୀ ପତ୍ରିକାରେ ଲେଖି ଯାଇଛନ୍ତି। ଆଲୋଚ୍ୟ ପ୍ରବନ୍ଧଟି ଆମେ ପଢ଼ୁଛେ ସତ୍ୟବାଦୀ ପତ୍ରିକାରେ ଏଇଟା ପ୍ରକାଶ ପାଇଥିଲା। ଯାହାବି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ପୁସ୍ତକ ଗୁଡ଼ିକ ଗୋପବନ୍ଧୁ ସଂକଳନ ନାମରେ 8 ଗୋଟି ପ୍ରକାଶନ ମାଧ୍ୟମରେ, ଏହି ସମ୍ବାଦ ପତ୍ରିକା ମାଧ୍ୟମରେ ଏବଂ
ସତ୍ୟବାଦୀ ପତ୍ରିକା ମାଧ୍ୟମରେ ପ୍ରକାଶ ପାଇଛି ତାଙ୍କର ବିଚାରଧାରା। ଏଥିରେ ଆମେ ଜାଣିପାରିବା କି ଜାତୀୟତା ଭାବ କିପରି ସୃଷ୍ଟି ହୋଇପାରିବ, ଭାଷା ହିଁ ମନୁଷ୍ୟ ସମାଜର ଉନ୍ନତି ପାଇଁ ମୂଳ ହୋଇଥାଏ, ଏହା ଆମେ ଜାଣିପାରିବା। ତ ଅନେକ ଗୁଡ଼ିଏ ଆମେ ଉଦାହରଣ ଦେଖିଲେ। ବର୍ତ୍ତମାନ ଆମେ ଦେଖିବା କି ଆଜି ଭାରତରେ ଯେଉଁ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ନଷ୍ଟ ହୋଇଯାଉଛି, ନଷ୍ଟ ହୋଇଥିଲେ ମଧ୍ୟ ଭାରତ ମହାଜାତୀୟ ଏକତା ଆଡ଼କୁ ଯାଉଛି ନା, ବରଂ ପ୍ରତ୍ୟେକ ପ୍ରଦେଶର ଶତ ନୂତନ ସ୍ୱାର୍ଥ ଓ ସ୍ୱାତନ୍ତ୍ର୍ୟ ସୃଷ୍ଟି ହେଉଛି, ଯାତାୟାତର ସୁବିଧା ହେଉଛି, ପ୍ରଦେଶ ମାନଙ୍କର ପରସ୍ପର ସମ୍ପର୍କ ବଢୁଅଛି। ଏକ ପ୍ରଦେଶରେ କେବଳ ଏକ ଜାତୀୟ ଲୋକ ଏବେ ନାହାନ୍ତି, ନାନା ବର୍ଣ୍ଣ ଧର୍ମ ସମାଜର ଲୋକେ ଏକ ସ୍ଥାନରେ ଅଧିବାସ କରୁଛନ୍ତି। ତ ଯେତେବେଳେ ଆମେ ପ୍ରଥମେ ଦେଖିଲେ କି ଭାଷା ସାହିତ୍ୟ ମାଧ୍ୟମରେ ଜାତୀୟତା ସୃଷ୍ଟି କରିବା, ଦେଖାଦେଇଛି କି ଆର୍ଯ୍ୟ ସଂସ୍କୃତିକୁ ମୂଳ ସଂସ୍କୃତି ସଂସ୍କୃତ ସହିତ ତାକୁ ବାଛି ନିଆଯାଇଛି। ତା ସହିତ ଆମେ ଦେଖୁଛେ କି ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ଯାତାୟାତ ପୂର୍ବ କାଳରେ ସ୍ୱାଧୀନତା ପୂର୍ବରୁ ଭାରତ ଭୂଖଣ୍ଡ ବିଭିନ୍ନ ଲୋକମାନଙ୍କ ଦ୍ୱାରା ବସବାସ କରୁଥିଲେ, ବିଭିନ୍ନ ଭାଷାଭାଷୀ, ବିଭିନ୍ନ ବର୍ଣ୍ଣ ଧର୍ମ, ବିଭିନ୍ନ ସମାଜର ଲୋକ, ବିଭିନ୍ନ ବର୍ଣ୍ଣର ଲୋକ ବସବାସ କରୁଥିଲେ। ସେମାନେ ନିଜର ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ଥିଲା, କିନ୍ତୁ ତାହା ସମୟାନୁକ୍ରମେ ଏହି ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ନଷ୍ଟ ହେବାକୁ ଲାଗିଛି ଏବଂ ଏହି ନଷ୍ଟ ହୋଇକି ସମଗ୍ର ଭାରତ ଭୂଖଣ୍ଡ ତଥା ଓଡ଼ିଶା ପ୍ରଦେଶ ଏକ ନୂତନ ସ୍ୱାର୍ଥ ଏବଂ ସ୍ୱାତନ୍ତ୍ର୍ୟର ସୃଷ୍ଟି ହୋଇଛି। ଏଠାରେ ସମସ୍ତଙ୍କର ସ୍ୱାର୍ଥ ହେଉଛି, ଆବଶ୍ୟକତା ହେଉଛି, ସ୍ୱାତନ୍ତ୍ର୍ୟ ହେଉଛି ସ୍ୱାଧୀନତା ପ୍ରାପ୍ତି, ବିଦେଶୀ କବଳରୁ ମୁକ୍ତ ହେବା, କିପରି ନିଜ ଦେଶକୁ ସ୍ୱାଧୀନ କରିବା, ଏହା ହେଉଛି ମୂଳ ଲକ୍ଷ୍ୟ। ତ ଏହା ସହିତ ପ୍ରାଦେଶିକ ସ୍ୱତନ୍ତ୍ର ନଷ୍ଟ ହେବା ସହିତ ଭାରତରେ ମହାଜାତୀୟ ଏକତା, ସମସ୍ତେ ଏକତା ଆଡ଼କୁ ଚାହିଁ ରହିଛନ୍ତି। ଏହା ପରେ ପରେ ଯାତାୟାତର ସୁବିଧା, ଗମନାଗମନ, ଅନେକ ଗମନାଗମନର ପନ୍ଥା ଜଳ ସ୍ଥଳ ଆକାଶ ମାର୍ଗରେ ଯିବା ଆସିବାର ସମ୍ଭବ ହୋଇପାରିଛି। ଦୂର ଦୂରାନ୍ତକୁ କମ୍ ସମୟ ମଧ୍ୟରେ ଆମେ ଅଧିକ ଯାଇପାରୁଛୁ, ଅନେକ ଜିନିଷ ଆମେ ନିଆ ଅଣା କରିପାରୁଛୁ। ତ ପ୍ରଦେଶ ମାନଙ୍କର ପରସ୍ପର ସହିତ ସମ୍ପର୍କ ବଢୁଅଛି। ଯାତାୟାତର ସୁବିଧା ସଙ୍ଗେ ସଙ୍ଗେ ଗୋଟିଏ ସ୍ଥାନରୁ ଲୋକମାନେ ଆଉ ଗୋଟିଏ ସ୍ଥାନକୁ ଯିବା ଆସିବା ସହଜରେ ହେଇପାରୁଛି। ତ ଏହା ଫଳରେ ଗୋଟିଏ ପ୍ରଦେଶରେ କେବଳ ଗୋଟିଏ ଜାତିର ଲୋକ ଏବେ ବସବାସ କରୁନାହାନ୍ତି, ଭିନ୍ନ ଭିନ୍ନ ଅଞ୍ଚଳର ଲୋକ, ଭିନ୍ନ ନାନା ପ୍ରକାର ବର୍ଣ୍ଣ ଧର୍ମ ସମାଜ ଭାଷା କହୁଥିବାର ଲୋକ ଆମେ ଦେଖିବାକୁ ପାଉଛୁ ଗୋଟିଏ ଅଞ୍ଚଳରେ। ଭାରତର ସଂସ୍କୃତି, ଭାରତର ଐକ୍ୟତାକୁ ସେମାନେ ବଜାୟ ରଖିଛନ୍ତି, ଅଖଣ୍ଡତା ବଜାୟ ରହିଅଛି। ଆମେ ଦେଖିପାରୁଛେ ଗୋଟିଏ ଭିନ୍ନ ଭିନ୍ନ ପ୍ରକାର ଧର୍ମ ସମାଜର ଲୋକ ଗୋଟିଏ ସ୍ଥାନରେ ଆମେ ରହୁଛେ, ବର୍ତ୍ତମାନ ସମସ୍ତେ ଭାତୃତ୍ୱ ଭାବରେ ବଢି ରହିଛେ। ସେମାନେ ନିଜର ଭାଷା ଭାବ ବ୍ୟବହାର ରୀତିନୀତି ସମାଜ ସାହିତ୍ୟ ଇତିହାସକୁ ସବୁ ସାଙ୍ଗରେ ଘେନି ଆସୁଛନ୍ତି, ତାହା ସବୁ ଛାଡ଼ି ଆଦ୍ୟ ପ୍ରସ୍ତୁତ ନୁହନ୍ତି। ପୁଣି ପ୍ରାବନ୍ଧିକ ଏଠାରେ କହୁଛନ୍ତି କି ଯେଉଁ ଲୋକମାନେ ଗମନାଗମନର ସୁଯୋଗ ନେଇକରି ବିଭିନ୍ନ ସ୍ଥାନରୁ ଚାଲି ଆସୁଛନ୍ତି, ଅନ୍ୟତ୍ର ସେମାନେ ବସବାସ କରୁଛନ୍ତି, ସେମାନେ ପୁଣି ନିଜର ସେଇ ଭାଷାକୁ, ନିଜର ସେଇ ଭାବକୁ, ନିଜର ରୀତିନୀତିକୁ, ସମାଜ ସାହିତ୍ୟ ଇତିହାସକୁ ସବୁକୁ ସେଇ ସ୍ଥାନରୁ ନେଇ ଆଣୁଛନ୍ତି, ଆଉ ଯେଉଁଠାରେ ବସବାସ କରୁଛନ୍ତି ସେଠାରେ ବି ତାକୁ ହିଁ ପାଳନ କରୁଛନ୍ତି। ଆଉ ନିଜର ପୁରାତନ ସଭ୍ୟତାକୁ ରୀତିନୀତିକୁ ସେମାନେ ଭୁଲୁ ନାହାନ୍ତି। କାର୍ଯ୍ୟୋପଲକ୍ଷେ ହେଉ ବା ଘଟଣା ସୂତ୍ରେ ହେଉ ଯେଉଁ ସବୁ ସ୍ଥାନ ବା ପ୍ରଦେଶରେ ବାସ କଲେ ସେମାନେ ସେଠାରେ ସଭ୍ୟତା ସାହିତ୍ୟ ତାକୁ ନିଜର ବୋଲି ଗ୍ରହଣ କରିବାକୁ ସେମାନେ କୁଣ୍ଠିତ ହେଉଛନ୍ତି। ତେବେ ଆଉ ଏ ପ୍ରାଦେଶିକ ଏକତା ସମ୍ଭବ ହେବ କିପରି? ଭାରତୀୟ ଜାତୀୟତା ତ ଦୂରର କଥା, ପ୍ରାବନ୍ଧିକ ଏଠାରେ ଖୁବ୍ ସରଳ ଭାବରେ ବୁଝାଇ ଦେଇଛନ୍ତି ଯେ ଯଦି ଲୋକମାନେ ନିଜର ପ୍ରାଦେଶିକ ଏକତା ନ ରଖିବେ, ସେମାନଙ୍କ ମଧ୍ୟରେ ଜାତୀୟତା ଭାବ କିପରି ସୃଷ୍ଟି ହୋଇପାରିବ ତାହାକୁ ଏଠାରେ ପ୍ରକାଶ କରିଛନ୍ତି। ତ କାର୍ଯ୍ୟ ଉପଲକ୍ଷେ ହେଉ କିମ୍ବା ଘଟଣାକ୍ରମରେ ହେଉ, ଯଦି ସେମାନେ ଅନ୍ୟତ୍ର ଯାଉଛନ୍ତି କିମ୍ବା ପ୍ରଦେଶରେ ଅନ୍ୟ ଦେଶରେ ସେମାନେ ବାସ କରୁଛନ୍ତି, ସେଠାରେ ସେଇ ସଭ୍ୟତାକୁ ସେମାନେ ଗ୍ରହଣ କରିବା କଥା, କିନ୍ତୁ
ତାକୁ ସେମାନେ ଗ୍ରହଣ କରିବାକୁ କୁଣ୍ଠିତ ହେଉଛନ୍ତି, କୁଣ୍ଠିତ ବା ଅନିଚ୍ଛୁକ। ସେମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି। କାର୍ଯ୍ୟ ଉପଲକ୍ଷୀ ତାର ଅର୍ଥ ହେଉଛି କୌଣସି କାର୍ଯ୍ୟ ସାଧନ କରିବା ପାଇଁ ସେମାନେ ଅନ୍ୟତ୍ର ଯାଉଛନ୍ତି। ନିଜର ଭାଷାକୁ ସେଠାରେ ନିଜର ଭାଷାକୁ, ନିଜର ଭାବକୁ, ବ୍ୟବହାର, ରୀତିନୀତିକୁ, ସାହିତ୍ୟକୁ ସେମାନେ ଆଦରି ନେଇଛନ୍ତି। ତ ଯଦି ଏହିପରି ଭିନ୍ନତା ଆସିବ ତ ଜାତୀୟତା ସୃଷ୍ଟି ହେବା ବହୁତ କଷ୍ଟକର ହେଇଯିବ ଏବଂ ଏହି ସ୍ୱାଧୀନତା ପାଇବାର ଆଶା ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ତା ଆହୁରି ସମୟ ଲାଗିବ। ଏହିଭଳି ଭାବରେ ପ୍ରାବନ୍ଧିକ ଆମକୁ ଏଠାରେ ଉଲ୍ଲେଖ କରିଛନ୍ତି। ତ ଭାଷା ଏକତା ହେବା କଥା। ଭାଷା ମାଧ୍ୟମରେ ହିଁ ସମସ୍ତ ପ୍ରାଦେଶିକ ସ୍ତରରେ ହଉ, ମୂଳ ସ୍ତରରୁ ହଉ, ତାକୁ ସମସ୍ତଙ୍କୁ ଏକଜୁଟ ହେଇକି ରହିବାକୁ ପଡିବ। ତ ପ୍ରବନ୍ଧର ଆମେ ଦେଖିବା କି ସାରମର୍ମ କଣ କି, ଯେତେ ଆମେ ଦେଖିଲେ କି ଆଜିକାଲି ଭାରତରେ ଗମନାଗମନ ସହଜ ଆଉ ସରଳ ହୋଇଯାଇଛି। ତାପରେ ଗୋଟିଏ ସ୍ଥାନରୁ ଗୋଟିଏ ପ୍ରଦେଶର ଲୋକମାନେ ଅନ୍ୟ ପ୍ରଦେଶକୁ ସହଜରେ ଯାଇପାରୁଛନ୍ତି, ସେଠାରେ ବସବାସ କରୁଛନ୍ତି। ଗୋଟିଏ ପ୍ରଦେଶରେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରଦେଶର ଲୋକ ବସବାସ କଲେ ମଧ୍ୟ କେହି ନିଜର ଭାବ, ବ୍ୟବହାର, ରୀତିନୀତିକୁ ସେମାନେ ଭୁଲୁ ନାହାନ୍ତି। ସେମାନେ ଇତିହାସକୁ ଭୁଲୁ ନାହାନ୍ତି, ସାହିତ୍ୟକୁ ଭୁଲୁ ନାହାନ୍ତି। ନିଜର ଇତିହାସକୁ ସେମାନେ ବଞ୍ଚାଇ ରଖିଛନ୍ତି, ନିଜ ରୀତିନୀତିକୁ ସେମାନେ ବଞ୍ଚାଇ ରଖିଛନ୍ତି। ଭାଷା, ଭାବ ଏବଂ ଚଳଣୀକୁ ଗ୍ରହଣ କରିବାକୁ ସେମାନେ କୁଣ୍ଠିତ ହେଉଛନ୍ତି ଅନ୍ୟ ପ୍ରଦେଶକୁ ଯାଇ। ଗୋଟିଏ ପ୍ରଦେଶରେ ଯଦି ଏହିପରି, ତେଣୁ ସମଗ୍ର ଭାରତରେ ଏକତା କଳ୍ପନା କରିବା ଅସମ୍ଭବ। ଏଠାରେ ପ୍ରାବନ୍ଧିକ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ପୁଣି ଆମେ ଦେଖିବା ଯେଉଁ ଭାଷା, ଭାବ ଓ ସଭ୍ୟତାର ଏକତାରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ମଧ୍ୟରେ ଭାରତୀୟ ସଭ୍ୟତା ଆଜି ଯାଏ ଜୀବିତ ରହିଅଛି, ଉପସ୍ଥିତ କ୍ଷେତ୍ରରେ ପ୍ରାଦେଶିକ ସଭ୍ୟତା ବ୍ୟକ୍ତିତ୍ୱ ରକ୍ଷା ନିମନ୍ତେ ସେହି ପନ୍ଥା ଅବଲମ୍ବନ କରିବାକୁ ହେବ। ଟିକିଏ ତଳେଇ ଦେଖିଲେ ଦେଖାଯିବ ଭାବ ଓ ସଭ୍ୟତାର ମୂଳରେ ହେଉଛି ଭାଷା। ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ। ସୁତରାଂ ସଭ୍ୟତା ଏକ ନ ହୋଇ ଅନ୍ୟଥା ହୋଇନପାରେ। ପୃଥିବୀର ଆଧୁନିକ ଦେଶଗୁଡ଼ିକ ମଧ୍ୟ ପ୍ରଦେଶରେ ମଧ୍ୟ ଏହି ନୀତି ଗ୍ରହଣ କରୁଛନ୍ତି। ତ ଯେଉଁ ଭାଷା, ଭାବ ଏବଂ ସଭ୍ୟତା ଏକତାରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ମଧ୍ୟରେ ଭାରତୀୟ ସଭ୍ୟତା ଆଜି ଯାଇ ଅଛି, ଯେଉଁଠାର ଭାଷା ସ୍ୱତନ୍ତ୍ର, ଯେଉଁ ପ୍ରଦେଶର ଭାବ ସ୍ୱତନ୍ତ୍ର, ଯେଉଁ ପ୍ରଦେଶର ସଭ୍ୟତା ସ୍ୱତନ୍ତ୍ର, ତାର ସଭ୍ୟତା ମଧ୍ୟ ଉନ୍ନତ ହୋଇଛି ଏବଂ ତାର ଉପସ୍ଥିତ କ୍ଷେତ୍ରରେ ପ୍ରାଦେଶିକ ସଭ୍ୟତାର ବ୍ୟକ୍ତିତ୍ୱ ରକ୍ଷା ନିମନ୍ତେ ସେହି ପନ୍ଥା ଅବଲମ୍ବନ କରିବାକୁ ହେବ। ସମସ୍ତ ଉନ୍ନତି ପାଇଁ ଏହି ପନ୍ଥା ଆମକୁ, ଏହି ମାର୍ଗ ଅବଲମ୍ବନ କରିବାକୁ ହେବ, ଯେଉଁଥିରେ କି ସମସ୍ତ ଭାଷାର ଉନ୍ନତି, ଭାବର ଉନ୍ନତି ଏବଂ ସଭ୍ୟତା, ସାହିତ୍ୟର ଉନ୍ନତି ହେବ। ତାପରେ ଆମେ ଯଦି ତୀକ୍ଷ୍ଣ ଭାବରେ ଦେଖିବା, ଟିକେ ଧ୍ୟାନ ଦେଇକି, ତାହେଲେ ଭାବ ଏବଂ ସଭ୍ୟତା ତା ମୂଳ ହେଉଛି ଭାଷା। ଭାଷା ହିଁ ସମସ୍ତ ସଭ୍ୟତାର ମୂଳ ଏବଂ ଭାବର ମୂଳ। ଯଦି ଭାଷାର ଏକତା ଅଛି ତ ଦେଶର ଉନ୍ନତି, ମଙ୍ଗଳ ହୋଇପାରିବ। ଆଉ ଯଦି ଏହା ନ ହେବ ତାହେଲେ ଭାବର ଏକତା ସୁନିଶ୍ଚିତ ହେବ। ତାପରେ ପରେ ସଭ୍ୟତା ଏକ ନ ହୋଇ ଅନ୍ୟଥା ହୋଇନପାରେ। ସମସ୍ତ ମାନବ ସଭ୍ୟତା ସବୁ ଏକତ୍ର ହେବ, ତାପରେ ତା ଅନ୍ୟଥା ଅଲଗା ହୋଇପାରିବ ନାହିଁ। ଆଉ ପୃଥିବୀର ଯେଉଁ ଆଧୁନିକ ଦେଶ ଏହି ଭାଷାକୁ ଉନ୍ନତ କରିପାରୁଛନ୍ତି, ସେମାନେ ଶୀର୍ଷରେ ପହଞ୍ଚି ପାରିଛନ୍ତି। ଆମେ ଦେଖିବା ଅନେକ ଉଦାହରଣ ଆମେ ଦେଖିପାରିବା। ଆମେରିକା, ପ୍ରାବନ୍ଧିକ ଏଠାରେ ପଣ୍ଡିତ ଗୋପବନ୍ଧୁ ଦାସ ଏଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ଦେଇଛନ୍ତି। ତ ଆମେରିକା ଦେଶରେ ନାନା ଜାତିର ଲୋକ ବସବାସ କରନ୍ତି। ସେଠାରେ ଇଂରେଜ, ଜର୍ମାନ, ପର୍ତ୍ତୁଗୀଜ ସବୁ ଜାତିର ଲୋକ ଅଛନ୍ତି। ପ୍ରତ୍ୟେକ ପ୍ରଦେଶରେ ଆଇନ, କାନୁନ, ବିଧି ବ୍ୟବସ୍ଥା ସବୁ ପୃଥକ ବା ଭିନ୍ନ ଭାବରେ ସେଠାରେ ଦେଖାଯାଇଥାଏ। କିନ୍ତୁ ପୃଥକ ହଉଛି ଭିନ୍ନ ଭିନ୍ନ, ଅଲଗା। ତ ଏଠାରେ ଆମେରିକାର ଉଦାହରଣ ଦିଆଯାଇଛି। ତ ସେଠାରେ ଅନେକ ପ୍ରଦେଶର ଲୋକ ସେଠାରେ ଅଛନ୍ତି। ସେଠାରେ ଇଂଲଣ୍ଡର ଅଧିବାସୀ ଅଛନ୍ତି, ଜର୍ମାନୀ ଦେଶର ଅଧିବାସୀ ଅଛନ୍ତି, ପର୍ତ୍ତୁଗାଲ ଦେଶର ଅଧିବାସୀ ଅଛନ୍ତି। ତ ସବୁ ଜାତିର ଲୋକ ଅଛନ୍ତି, କିନ୍ତୁ ସେମାନେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ ଜାତି ଭାବରେ ସେମାନେ ନିଜକୁ ବିବେଚନା କରନ୍ତି। ସମସ୍ତେ ଇଂରାଜୀ ଭାଷାକୁ ରାଜ୍ୟ ଭାଷା ରୂପରେ ଗ୍ରହଣ କରିଅଛନ୍ତି। ସେଠାରେ ଇଂରେଜୀ ଭାଷା ହେଉଛି ରାଜ୍ୟ ଭାଷା। ଭାଷାକୁ ସେମାନେ ଗୁରୁତ୍ୱ ଦେଇଛନ୍ତି, ତାର ଉନ୍ନତି କରିଛନ୍ତି। ଇଂରେଜୀ ଭାଷା ସ୍ୱୀକାର ନ କରିବା ଯାଏ କାହାରିକୁ ମଧ୍ୟ ନାଗରିକର, ପ୍ରଜାର ଅଧିକାର ଦିଆଯାଏ ନାହିଁ। ଯେଉଁ ବିଭିନ୍ନ ଜାତିର ଲୋକ ବସବାସ କରୁଛନ୍ତି, ସମସ୍ତଙ୍କୁ ସେଠାରେ ଇଂରାଜୀ ଭାଷାକୁ ସ୍ୱୀକାର କରିବାକୁ ହେବ। ସେ ଜର୍ମାନୀର ଲୋକ ହେଇଥାଉ ନା ପର୍ତ୍ତୁଗାଲର ଲୋକ ହେଇଥାଉ, ସମସ୍ତଙ୍କୁ ହିଁ ଏହି ଇଂରାଜୀ ଭାଷାକୁ ଗ୍ରହଣ କରିବାକୁ ହେବ, ତାକୁ ରାଜ୍ୟ ଭାଷା ଗ୍ରହଣ କରିବାକୁ ହେବ। ତାପରେ ଯାଇ ତାକୁ ପ୍ରଜାର ଅଧିକାର ଦିଆଯାଇଥାଏ। ସେଠାରେ ବିଭିନ୍ନ ପ୍ରଦେଶର ଲୋକ ଅଛନ୍ତି, ତଥାପି ସମସ୍ତଙ୍କର ରାଜ୍ୟ ଭାଷା ହେଉଛି ଇଂରାଜୀ। ସମସ୍ତ ରାଜ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଭାଷା ପ୍ରଚଳିତ
ହୋଇଥିବାରୁ ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମଗ୍ର ରାଜ୍ୟରେ ଗୋଟିଏ ଜାତୀୟ ଭାବନା ସୃଷ୍ଟି ହୋଇପାରିଛି ଏବଂ ସମଗ୍ର ରାଷ୍ଟ୍ରକୁ एकतारे बांधि रखी। अमेरिकार आम देखिपुचे अमेरिकार अनेक विभिन्न प्रदेश लोक बसवास करष्ट्र अमेरिकार किंतु गोटे भाषा इंग्राजी भाषा को राज्य भाषार मान्यता दे गोटे भाषा ही प्रचलित अच्छी ही अनेक प्रकार वर्ण जाति धर्म वर्णर लोक से बसवास करुले गोटे जातीयता भाव समस्ते सृष्टि कर गोटे राज्य मानि पारि तो सेही पद्यांशर आम सारमर्म देखा ये समस्या जो अच्छी जातीयता भाव भाषा भिन्नता अच्छी विभिन्न प्रकार लोक बसवास कर गोटे स्थान तो यही समस्यार निराकरण प्राबंधिक परामर्श देते जे भाषा द्वारा ही भाव एवं भाषा द्वारा प्रादेशिक स्वतंत्र रक्षा कर स्वतंत्र उपर प्रथमे गुरुत्व देवा उचित जो स्वतंत्र भाव एवं भाषा को दि जाइथिबो ताऊपर प्रथमे गुरुत्व देले ही आमे ई समस्या जातीयता भाव सृष्टि करि परिबा कारण भाव एवं सभ्यता तार मूल जोगसूत्रकारी होची भाषा भाषा ही होची सबु मूल सूत्र जोगसूत्र तापरे जदि भाषार एकता अछि समग्र देश रे जदि गोटे भाषा प्रचलन करा जिवो समस्तंकर भावर आदान प्रदान हो पारिबो समस्त लोक मान को बुझी पारिबारे समर्थ हेबे एवं तापरे परे एकता संभव हो पारिबो पृथ्वीर प्राय समस्त आधुनिक राष्ट्र यह ग्रहण करते भी आधुनिक राष्ट्र अच्छा युक्तराष्ट्र हो इंग्लैंड हो जर्मनी हो समस्ते यही नीति को ही अवलंबन कर उन्नतिर पथ मार्ग को प्रशस्त कर प्राबंधिक युक्तराष्ट्र अमेरिकार उदाहरण देते तो यही नियम को से माने पालन कर नियम को बुझाई अमेरिकार अनेक जातिर लोक अच्छा किंतु से माने इंग्रेजी भाषा को राष्ट्र भाषा राज्य भाषा रूप से माने ग्रहण न करिबा जाए सेठारे केही भी तांको देशर नागरिक होई परिबे नाही से माने एवं एही कारण अमेरिका मध्य भिन्नता सत्वे मध्य जातीयता सृष्टि करिबारी संभव होई पारि अनेक प्रकार लोक बसवास करथिले मध्य एकता सृष्टि होई पारि आजिकाली भारतर एक प्रदेश रे नानाविध लोक अछंती क्रमे आ नूतन संप्रदाय और समाज लोक मिशुचंती जदि आमे भारत देखिबा आम देश रे मध्य विभिन्न प्रदेश रे विभिन्न अंचल लोक बसवास करुछन सेमानकर नाना प्रकार प्रथा अछि चाली चलणी तांकर भाषा सबु भिन्न प्रकार किंतु क्रमे आ नूतन संप्रदाय समाज लोक सेठारे मध्य मिशुचंती अनेक संप्रदाय लोक अनेक समाज लोक से स्थान रे मिशुचंती मध्य कोनोसी स्थानर पूर्वर अपमिश्रण नाही एठारे नुआ किछि पूर्वपरि सामंजस्य नहीं समस्ते एकाकी एकत्र रहुचंती एही नानाविध लोकंक मध्य एकता रक्षा करने को हेले समस्तंकर देश भाषा ग्रहण करबा अछि आ निजर भाषाकर उन्नति करबा अछि एवं भाषार उन्नति हेले जाय ही देशर उन्नति हो पारिबो आ ता देश समस्त देश भाषा ग्रहण करबा उचित ताहेले सेमानंकर भाव और चिंतारी सामंजस्य आसी पारिबो समस्ते सबु भाव को बुझी पारिबे समानता आसी पारिबो सेमानंकर भाव संगे मेल होई पारिबो समता आसी पारिबो संगति होई पारिबो से प्रदेशर संस्कृति साहित्य इतिहास को समस्ते बुझी पारिबे तथा सेमानंकर निजर करि पारिबे आदर करि पारिबे एवं से प्रदेशर एवं तार अतीत भविष्य रे से समस्तंकर ओ आस्था एवं ममता जन्मिबो जदि आमे गोटी प्रदेशर भाषा को आमे बुझी पारुचे ताहेले आमे तार अतीतर इतिहास एवं भविष्यतर समस्त आस्था एवं ममता को आमे बुझी पारिबा से प्रदेश साहित्य संस्कृति को आपणै पारिबा जदि आमे साहित्य बुझी पारिबा भाषा को बुझी पारिबा तो से अंचलर उन्नति संभव होई पारिबो तो शेषरे प्राबंधिक एठारे कहिसंती कि जेते दूर संभव एक भाषा प्रचलित स्थान मान एक शासनाधीन न आसिले ए उद्देश्य सिद्ध होई पारिबो नाही सबु भाषा को नहीं भाषाभाषी अंचल भिन्नता सत्वे एकता रक्षा करने को हेबो बोली प्राबंधिक एठारे कहिसंती तो सत्यवादी पत्रिका एटा प्रकाश पाइथिला आमे तार सारमर्म टिके देखिबा कि एई गद्यांशर सारमर्म आमे कोन बुझिली कि युक्तराष्ट्र अमेरिकार उदाहरण दे सारिबा परे प्राबंधिक एठारे बुझाइसंती कि वर्तमान परिप्रेक्षी रे भारत को एही परि नीति युक्तराष्ट्र अमेरिकार नीति को ग्रहण करने को हेबो समग्र देशवासी जहाँ भी रहुचंती अधिवासी माननकु समस्त को गोटे भाषा उपरे निजर नीति ग्रहण करने को हेबो प्रत्येक प्रदेशर अन्य प्रदेशर लोक आसुचंती मिशुचंती एवं कोनोसी पूर्वर अपमिश्रण नाही जदि बाहर प्रदेश रु आसुतबा लोक माने जो स्थान रे बसवास करूछंती
से स्थानर भाषा एवं चलनी को ग्रहण करनियंती ताहेले सेठारे भाव एवं चिंतारी सामंजस्य आसीपर से भाषा एवं भाव तार समानता आसीपर से स्थानर संस्कृति से स्थानर साहित्य से स्थानर इतिहास एटा को से सहजरे बुझीपारे यह द्वारा से स्थान प्रति से आंतरिकता बढ़ीज स्नेह आदर ममता बढ़ीज आउ शेष प्राबंधिक कहते कि भाषा एक भाषा गोटे भाषा द्वारा ही प्रचलित स्थान मान एक शासन न आसिले ये उद्देश्य संभव हो पार नहीं। समग्र देश को एकजुट करी देश जातीयता भाव सृष्टि करने को प्राबंधिक एठारे कहते देश को पराधीनता प्रदेश को पराधीनता मुक्त करने समस्त को एठारे आह्वान देते एवं भाषा द्वारा ही यह संभव हो पार सर्वशेष कहते। आम देखा केते प्रश्नावली आम तो स्वर्गीपाली हाई स्कूल भाषा और जातीयता प्रबंधटी केबे प्रकाशित होइतिला केते मसिहारी 1914 मसिहा जून मासरे 1915 जून 1916 मसिहा जून मास 1917 मसिहा जून मास क्यों मसिहारे एटा प्रकाशित होइतिला भाषा एवं जातीयता प्रबंध सत्यवादी पत्रिका रे एटा प्रकाश पाइतिला सोना पर्वत हाई स्कूल तो ये पाठ भाषा एवं जातीयता देवकरण हाई स्कूल 1915। हाँ ठीक उत्तर 1915 मसीहा जून मासरे यही भाषा एवं जातीयता प्रबंधटी सत्यवादी पत्रिका रे प्रकाश पाइतिला आउ यार संपादना करथिले उत्कलमणि गोपबंधु दास ता संगे संगे आउ गोटे संवाद पत्र अछि समाज संवाद पत्र तार प्रकाशन मध्य गोपबंधु दास करथिले। तापरे आमे देखिबा युक्तराष्ट्र क्यों समस्ते क्यों भाषा को राज्यर भाषा रूप में ग्रहण इंग्राजी भाषा ठीक उत्तर तो युक्तराष्ट्र समस्ते इंग्राजी भाषा को राज्य भाषा रूप से माने ग्रहण करुछंती एवं सेठारे जातीयता भाव सृष्टि हेबारी सार्थक हेउची सहज होई पारुची। तापरे तृतीय प्रश्न आमे देखिबा कि भाव सभ्यतार मूल रे कोन रहिची भाषा संस्कृति जाति एवं महानता भाषा भाषा हाँ ठीक उत्तर भाषा भाषा एवं ठीक उत्तर भाषा एवं भाव एवं सभ्यतार मूल रे रहिची भाषा भाषा ही भाव एवं सभ्यतार मूल जदि आमे भाषार उन्नति करिबा हमर सभ्यतार उन्नति हेई परिबो समाजर कल्याण हेई परिबो। चतुर्थ प्रश्न नानाविध लोकंक पाखरे एकता रक्षा करने को हेले समस्त को कौन ग्रहण करने को हेबो सेही देशर भाषा सेही देश हाँ सेही देशर भाषा को ग्रहण करने को हेबो। तो जदि आमे भिन्नता मध्य जदि एकता रक्षा करबा नानाविध लोक नानाविध होची नाना प्रकार लोक मानक मध्य जदि एकता रक्षा करबा ताहेले हमको हम समस्त को कौन करने को हेबो कि सेही देशर भाषा को प्रथमे ग्रहण करने को हेबो एवं भाषा द्वारा ही आमर एकता रक्षा करि हेबो। पंचम प्रश्न को जीवा आमे भाषा और जातीयता प्रबंधटी क्यों पत्रिका रे प्रकाशित होइतिला मु वर्तमान कहली क्यों पत्रिका रे सत्यवादी हाँ भाषा एवं जातीयता प्रबंधटी सत्यवादी पत्रिका रे प्रकाशित होइतिला के प्रकाश करदिले आठटी
ତାକୁ କିଏ ପ୍ରକାଶ 8ଟି କରିଥିଲେ? ହଁ, ଗୋପବନ୍ଧୁଙ୍କ ରଚନା ବୋଲି କେତୋଟି ଭାଗରେ ପ୍ରକାଶିତ ହୋଇଛି? ସେଟା 8ଟି ଭାଗରେ ପ୍ରକାଶିତ ହୋଇଛି। ଠିକ ଉତ୍ତର। ସପ୍ତମ ପ୍ରଶ୍ନ ଦେଖିବା, କେଉଁ ଭାଷା ସ୍ୱୀକାର ନ କରିବା ଯାଏ କାହାରିକୁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଜାର ଅଧିକାର ଦିଆଯାଏ ନାହିଁ? ଇଂରାଜୀ ଅପସନ ଇଂରାଜୀ ହେଉଛି ଜର୍ମାନୀ, ପର୍ତ୍ତୁଗୀଜ, ପ୍ରାଦେଶିକ, ଇଂରାଜୀ। ଇଂରାଜୀ ଇଂରାଜୀ ଭାଷା ଠିକ ଉତ୍ତର। ତାପରେ ଆମେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଭାରତ କିପରି ମହାଜାତୀୟ ଏକତାକୁ ଯାଉଛି? हेमगिर हेमगिर हाई स्कूल, विवेकानंद हाई स्कूल, भारत किपरि महाजातीय एकता आड़क जाउछि? तो जितेबेले भारत में प्रादेशिक स्वातंत्र्य नष्ट होइछि, भिन्नता रहुना, से समय रे भारत महाजातीय एकता आड़क जाउछि। द्वितीय प्रश्न आम देखा, प्रदेश मानक यातायातर सुविधा जो परस्पर मध्य कौन बढ़ुची? गवर्नमेंट हाई स्कूल लोहंडा, यातायातर सुविधा जो कौन संभव हो पारछि? माइक ऑन करो। प्रदेश मानकरे यातायातर सुविधा जोगु परस्पर मध्यरे उत्तम संपर्क कण ठीक ठीक, बहुत बढ़िया बढ़ुछि। हाँ, परस्पर मध्य संपर्क बढ़ुची, उत्तम संपर्क बढ़ुची। ठीक उत्तर। परवर्ती प्रश्न आम देखा, भाव और सभ्यता मूल कौन रही? सभ्यता मूल कौन? भाव ओ सभ्यता मूल रे भाषा रही। ठीक उत्तर, भाषा रही। भावर एकता केतेबेले सुनिश्चित हो पारिबो? तो जेतेबेले भाषार एकता आसीबो, भाषार एकता दिले आमे हमर भावर एकता सुनिश्चित हो पारिबो। परवर्ती प्रश्न को देखिबा आमे, युक्तराष्ट्र अमेरिकार युक्तराष्ट्र रे केउ जातिर लोके वास करंती? केउ प्रदेश रो लोक? अमेरिकार युक्तराष्ट्र रे जर्मन, पोर्तुगीज आ इंग्रेज जातिर लोक वास करंती। बढ़िया, खूब बढ़िया उत्तर दीजिए। ठीक उत्तर। युक्तराष्ट्र अमेरिकार राज्य भाषा कौन? युक्तराष्ट्र अमेरिकार राज्य भाषा इंग्राजी। मैं ये आगुरी भी डिस्कस कर सारी कि युक्तराष्ट्र प्रजार अधिकार केतेबेले दिया जाए, जेतेबेले सेमाने सेही देशर भाषा को ग्रहण करथांती, सेतेबेले सेमानंकु ही इंग्रेजी भाषा को ग्रहण करती, सेतेबेले ही प्रजार अधिकार दिया जाए। परवर्ती प्रश्न देखिबा आमे, शून्यस्थान पूर्ण टाइप रो प्रश्न। आज भारत रे डैश
କ୍ରମେ ନଷ୍ଟ ପ୍ରାଦେଶିକ ସ୍ୱାତନ୍ତ୍ର ଠିକ ପ୍ରାଦେଶିକ ସ୍ୱତନ୍ତ୍ର ନଷ୍ଟ ହେଇଯାଉଛି। ପ୍ରତ୍ୟେକ ପ୍ରଦେଶର ଆଇନ କାନୁନ ଡ୍ୟାସ୍ ପୃଥକ ଭେଡାବାଲେ ସ୍କୁଲ ପ୍ରତ୍ୟେକ ପ୍ରଦେଶର ଆଇନ କାନୁନ ଓ ଡ୍ୟାସ୍ ପୃଥକ ଠିକ ଉତ୍ତର। ବିଧି ବ୍ୟବସ୍ଥା ମାଇକ୍ ଅନ୍ କରନ୍ତୁ ମାଇକ୍। ଭେଡାବାଲେ ସ୍କୁଲ ଭାବ ଓ ଡ୍ୟାସ୍ ର ମୂଳରେ ରହିଛି ଭାଷା। ସଭ୍ୟତା ଭାବ ଓ ସଭ୍ୟତା ଠିକ ଉତ୍ତର। ଘ ନମ୍ବର ପ୍ରଶ୍ନ ସମସ୍ତ ରାଜ୍ୟରେ ଡ୍ୟାସ୍ ପ୍ରଚଳିତ ହେବାରୁ ଜାତୀୟ ଭାବ ଜାଗ୍ରତ ରହିଛି। ଛୋଟବଙ୍ଗା ହାଇସ୍କୁଲ ଏକ ଭାଷା ଠିକ ଉତ୍ତର। ଏକ ଏକ ଭାଷା ଭାଷା। ହଁ ଠିକ ଉତ୍ତର। ତାପରେ ଆମର ଶେଷ ପ୍ରଶ୍ନ ଏ ପ୍ରଦେଶରେ ଅତୀତ ଭବିଷ୍ୟତରେ ସମସ୍ତଙ୍କର ଡ୍ୟାସ୍ ଜନ୍ମିବ। ଆସ୍ଥା ଓ ମମତା ଆସ୍ଥା ଓ ମମତା ଠିକ ଉତ୍ତର। ଯେଉଁ ଦେଶର ଭାଷାକୁ ସେମାନେ ଗ୍ରହଣ କରିନେବେ ସେ ପ୍ରଦେଶରେ ଅତୀତ ଭବିଷ୍ୟତରେ ସମସ୍ତଙ୍କର ଆସ୍ଥା ଏବଂ ମମତା ଜନ୍ମିବ। ଠିକ ଉତ୍ତର ଏଇଟା। ତାପରେ ଭ୍ରମ ସଂଶୋଧନ ଏଇଟା ଯାତାୟାତ ଏଇଟା ଭୁଲ ଅଛି ତାର ଠିକ କଣ ହବ? ଯାତାୟାତ ସାହସ ଯାତାୟାତ ସାହସ ଯାତାୟାତ ଠିକ ଅଛି ଆମେ ସାହସ। ଦେଖିଦେବା। ହଁ ସାହସ ସାହସ ହବ ନାହିଁ ଏଇଟା ସାହସ ହବ। ଯାତାୟାତ ଯାତାୟାତ ହବ ଏଇଟା। ତାପରେ କାର୍ଯ୍ୟ ଉପଲକ୍ଷେ ଅଛି ଏଇଟା କଣ ହବ? କାର୍ଯ୍ୟ ଉପଲକ୍ଷେ କାର୍ଯ୍ୟ ଉପଲକ୍ଷେ କାର୍ଯ୍ୟ ଉପଲକ୍ଷେ ହେବ ଏଇଟା ଠିକଟା ହବ କାର୍ଯ୍ୟ ଉପଲକ୍ଷେ। ତାପରେ ଶାସନାଧୀନ ଅଛି ଏଇଟା ସ ଏବଂ ଏଠାରେ ଧି ଭୁଲ ଅଛି ଠିକଟା କଣ ହବ? କୋଉ ସ ଲାଗିବ? ପ୍ରଥମରେ ତାଲବ୍ୟ ସ ଲାଗିବ। ଆଉ ଧ ଧି କିପରି ହବ? କାର୍ଯ୍ୟଶେଖର ଶାସନାଧୀନ ଦେଖିନ ସମସ୍ତେ ଶାସନାଧୀନ। ତାପରେ ପରବର୍ତ୍ତୀ ଆମେ ପ୍ରଶ୍ନ ଦେଖିବା ସରଳାର୍ଥ କିପରି ଲେଖିବା। ଆମେ ଗୋଟେ ଦେଖିବା ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ। ସରଳାର୍ଥରେ ଯଦି ଆସିବ ପ୍ରଶ୍ନ ଯଦି ପରୀକ୍ଷାରେ ବସିଯାଅ ପିଲାମାନେ। ତ ଏଠାରେ ଆଲୋଚ୍ୟ ଗଦ୍ୟାଂଶଟି ପ୍ରାବନ୍ଧିକ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲିଖିତ ଭାଷା ଏବଂ ଜାତୀୟତା ପ୍ରବନ୍ଧରୁ ଆସିଅଛି। ଏଠାରେ ପ୍ରାବନ୍ଧିକ ଭାବଗତ ଏକତା ପାଇଁ ଭାଷାଗତ ଏକତା ଉପରେ ଗୁରୁତ୍ୱ ଦେବା ପାଇଁ ସୁନିଶ୍ଚିତ ପରାମର୍ଶ ଦେଇଛନ୍ତି। ପ୍ରାଦେଶିକ ସ୍ୱାତନ୍ତ୍ର ରକ୍ଷା ପାଇବା ପାଇଁ ଭାବ ଓ ଭାଷା ଉପରେ ଦୃଷ୍ଟି ଦେବା ଆବଶ୍ୟକ। ପ୍ରଥମେ ଏସବୁ ଉପରେ ଗୁରୁତ୍ୱ ଦେଲେ ଜଣାଯାଏ ଯେ ଭାବ ଏବଂ ସଭ୍ୟତା ମୂଳରେ ରହିଛି ଭାଷା। କିଛିଟା ଆମେ ଶବ୍ଦକୁ ଆମେ ନୋଟ କରିକି ତାର ଆଧାର କରିକି ସରଳାର୍ଥକୁ ଆମେ ଲେଖିପାରିବା। ଭାବ ଏବଂ ସଭ୍ୟତା ତାପରେ ଯଦି ଭାଷାର ଏକତା ରହିବ ତାହେଲେ ଭାବର ଏକତା ନିଶ୍ଚୟ ରହିବ। ଆଧୁନିକ ପୃଥିବୀରେ ସମସ୍ତ ସଭ୍ୟ ଦେଶ ଏହି ନୀତିକୁ ଦୃଢ ଭାବରେ ଗ୍ରହଣ କରିଛନ୍ତି। ଭାରତବର୍ଷରେ ବିଭିନ୍ନ ପ୍ରଦେଶ ରହିଛି। ସମସ୍ତଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ୱାର୍ଥ ମଧ୍ୟ ଅଛି। ଏହି ସ୍ୱାର୍ଥ ସାଧନ ହେତୁ ଭାରତରେ ଏକତା ରକ୍ଷା କରିବା ଅସମ୍ଭବ ହୋଇପଡୁଛି। ଯଦି ସେମାନେ ଏକତା ରକ୍ଷା ନ କରିବେ ସଭ୍ୟତା ମୂଳରେ ରହିଛି ଭାଷା। ଏହି ପରିପ୍ରେକ୍ଷୀରେ ଭାଷାଗତ ଏକତା ହିଁ ସମସ୍ୟାର ସମାଧାନ କରିପାରିବ। କାରଣ ଭାବ ଏବଂ ସଭ୍ୟତାର ମୂଳରେ ସବୁବେଳେ ଭାଷା ରହିଛି। ଭାଷାର ଏକତା ନ ଆସିବା ପର୍ଯ୍ୟନ୍ତ ଭାବର ମିଳନ ସମ୍ଭବ ହେବ ନାହିଁ। ଏହି ଭାବରେ ଭାବର ଅଭାବରେ ଏକତା ଅସମ୍ଭବ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି। ପ୍ରାବନ୍ଧିକଙ୍କର ଅଭିମତ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପାରିଛି। ଏଠାରେ ଏଭଳି ଭାବରେ ଆମେ ଏହି ପ୍ରସଙ୍ଗର ସରଳାର୍ଥକୁ ଆମେ ଲେଖିପାରିବା। ପରବର୍ତ୍ତୀ ଆମେ ଦେଖିବା କି ଆଜିର ଗୃହ କାର୍ଯ୍ୟ ପିଲାମାନେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲିଖିତ ବିଭିନ୍ନ ପ୍ରବନ୍ଧ ଓ କବିତା ତାକୁ ସଂଗ୍ରହ କରି ପଠନ କରିବ। ପ୍ରାଦେଶିକ ସମସ୍ୟା କିପରି ଜାତୀୟତା ସୃଷ୍ଟି ହେବାରେ ବାଧକ ହେଉଛି ପ୍ରବନ୍ଧକୁ ଆଧାର କରି ଏଟାକୁ ଲେଖିବ। ତ ଆଜି ଆମେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ଭାଷା ଏବଂ ଜାତୀୟତାକୁ ଆମେ ଆଲୋଚନା କଲା। ଏଥିରେ ଆମେ ଭାଷାର ଉନ୍ନତି ହେଲେ ହିଁ ଜାତୀୟତା ସୃଷ୍ଟି ହୋଇପାରିବ। ଏଇଟା ସ୍ୱାଧୀନତା ପରବର୍ତ୍ତୀ ସମୟର ଚିନ୍ତାଧାରାକୁ ସେ ନିଜର କଲମ ମାଧ୍ୟମରେ ଜୀବନ୍ତ କରିଛନ୍ତି। ବାସ୍ତବରେ ଭାଷାର ଉନ୍ନତି ହିଁ ଦେଶର ଉନ୍ନତି ସାଧନ କରିଥାଏ। ଏହିପରି ପ୍ରବନ୍ଧରେ ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି। ତ ଆଶା କରୁଛି ପାଠଟି ବେଶ ଆନନ୍ଦଦାୟକ ହେଇଥିବ। ଧନ୍ୟବାଦ ସମସ୍ତଙ୍କୁ। ଗୃହ କାର୍ଯ୍ୟଟି ନିଜର ଶିକ୍ଷକଙ୍କୁ ଦେଖେଇଦେବେ। ଧନ୍ୟବାଦ।